ଅପେକ୍ଷାର ହୋଇଛି ଅନ୍ତ। ଫତେଗଡ଼ର 1600 ଫୁଟ ଗିରି ଗୋବର୍ଦ୍ଧନ ପାହାଡ଼ ଉପରେ ପ୍ରଭୁ ରାମଚନ୍ଦ୍ରଙ୍କର ପ୍ରାଣ ପ୍ରତିଷ୍ଠା ହେଉଛି। ଆପଣ ଦେଖିପାରୁଥିବେ ରାମ ଲକ୍ଷ୍ମଣ ସୀତା ଏବଂ ହନୁମାନଙ୍କର କହିବା 5.5 ଫୁଟ ଉଚ୍ଚତାର ମାର୍ବଲରେ ପ୍ରଭୁଙ୍କର ମୂର୍ତ୍ତି ନିର୍ମାଣ ହୋଇଛି ଏବଂ ପ୍ରଭୁ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ଆଜି ଥିଲା ଯେହେତୁ ପ୍ରଭୁ ରାମଚନ୍ଦ୍ରଙ୍କର ପ୍ରାଣ ପ୍ରତିଷ୍ଠା, ଭକ୍ତଙ୍କର ସମାଗମ ହୋଇଛି, ଲକ୍ଷ ଲକ୍ଷ ଭକ୍ତଙ୍କର ସମାଗମ ହୋଇଛି। ଶହ ଶହ ସାଧୁସନ୍ତ ବେଦ ପାଠ ମନ୍ତ୍ର ଧ୍ୱନିରେ ପୁରା କହିବା ଗିରି ଗୋବର୍ଦ୍ଧନ ପାହାଡ଼ ପୁରା କହିବା ଲୋକାର୍ପଣ ହେଉଛି। ପ୍ରଭୁ ଭଗବାନ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଦୀର୍ଘ ଦିନର ଅପେକ୍ଷା ଥିଲା, ଏବେ ଫତେଗଡ଼ ପାହାଡ଼ ଉପରେ ପ୍ରଭୁ ରାମଚନ୍ଦ୍ର ଭକ୍ତଙ୍କୁ ଦର୍ଶନ ଦେବେ। 5 ବର୍ଷ ଧରି ଏଠାରେ ମନ୍ଦିର ନିର୍ମାଣ ହୋଇଥିଲା, ବହୁଳମାଳ ପଥରରେ ମନ୍ଦିର ନିର୍ମାଣ ହୋଇଛି। କ'ଣ କହିବେ ଆଜି ଭଗବାନଙ୍କୁ କିଭଳି ଭାବରେ ଏଠିକୁ ଆସିଲେ, କେମିତି କ'ଣ କରାଯିବ? ओम राम रामाय रामभद्राय रामचंद्राय वेधसे रघुनाथाय नाथाय सीतयापतये नमः। प्रभु मर्यादा पुरुष रामचंद्र ଯେତେବେଳେ ଆମର ବର୍ତ୍ତମାନ ପାଇଁ ଅଯୋଧ୍ୟାରେ ଆଜି ପ୍ରାଣ ପ୍ରତିଷ୍ଠା କରିଛନ୍ତି, ସେଇଭଳି ଭାବେ ନୟାଗଡ଼ ଜିଲ୍ଲା ଫତେଗଡ଼ ପାହାଡ଼ ଉପରେ ମଧ୍ୟ ଆଜି ପ୍ରଭୁ ଶ୍ରୀରାମଚନ୍ଦ୍ର ବିଜୟ ପ୍ରତିମାଙ୍କର ଆଜି ପ୍ରାଣ ପ୍ରତିଷ୍ଠା ହୋଇ ସିଂହାସନ ଆରୋହଣ ହୋଇଗଲେଣି। ଭକ୍ତମାନେ ଆସି ଦର୍ଶନ ଦେଉଛନ୍ତି। କ'ଣ କହିବେ ଏ ଯୋଉ ହେଇଛି ରାମଚନ୍ଦ୍ର ମୂର୍ତ୍ତି ନିର୍ମାଣ ହେଇଛି, କେତେ ଉଚ୍ଚତାର ହୋଇଛି, କିଭଳି ଭାବରେ ଆଜି ପ୍ରାଣ ପ୍ରତିଷ୍ଠା? ମୂର୍ତ୍ତିର ଅଛି 5 ଫୁଟ ସୀତାମାଙ୍କର 4 ଫୁଟ। ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ବର୍ତ୍ତମାନ ଅନଳ ଭକ୍ତମାନେ ଆସୁଛନ୍ତି, ଦେଖୁଛନ୍ତି ବହୁତ ଭିଡ଼ର ସମାଗମ ହୋଇଛି। ଭଗବାନ ଦର୍ଶନ ଦେଲେ କ'ଣ କହିବେ? ଯେତେବେଳେ ସମଗ୍ର ଭାରତ ବର୍ଷରେ ରାଜ୍ୟ ଅଯୋଧ୍ୟା ରାମମୟ ହୋଇଥିଲା ବେଳେ ସେହି ଅନୁରୂପ ଭାବରେ ଓଡ଼ିଶାରେ ଫତେଗଡ଼ ଏହି ଶ୍ରୀରାମ ପାହାଡ଼ ଉପରେ ଭଗବାନ ଶ୍ରୀ ରାମଚନ୍ଦ୍ର ଯେ ଅନନ୍ତ କୋଟି ବ୍ରହ୍ମାଣ୍ଡର ନାୟକ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମଚନ୍ଦ୍ର ଆଜି ପାହାଡ଼ ଉପରେ ଭବ୍ୟ ରାମ ମନ୍ଦିରଟି ବିରାଜମାନ କରିଛନ୍ତି। ତେଣୁ ଭକ୍ତମାନଙ୍କ ମନରେ ବହୁତ ଉତ୍ସାହ ଏବଂ ଭକ୍ତିଭାବ। କ'ଣ କହିବେ? ଭଗବାନଙ୍କୁ ଦର୍ଶନ ମିଳିଲା, ଦର୍ଶନ କଲେ କେତେ ଖୁସି ଅନୁଭବ କରୁଛନ୍ତି? ବହୁତ ପ୍ରତୀକ୍ଷାର ଅନ୍ତ ଘଟିଲା। ଆଜି ବର୍ତ୍ତମାନ ଦ୍ୱିତୀୟ ଅଯୋଧ୍ୟାରେ ଭ୍ରମ ସୃଷ୍ଟି କରୁଛି। ଆପଣ ଦେଖୁଥିବେ ଅଗଣିତ ଜନସାଧାରଣ ଆଜି ପାଖାପାଖି 2 ଲକ୍ଷରୁ ଉର୍ଦ୍ଧ୍ୱ ଭକ୍ତ ଆଜି ସମାଗମ ହୋଇଛନ୍ତି ପ୍ରଭୁ ସେହି ରାମଲାଲାଙ୍କ ଦର୍ଶନ ପାଇଁ। ଆଜି ସମସ୍ତେ ଏହି କ୍ଷେତ୍ର ପାବନ ହୋଇଯାଇଛି। ଆଜି ସମସ୍ତଙ୍କୁ ମଧ୍ୟ ପବିତ୍ର କରିଦେଇଛି ଏ କ୍ଷେତ୍ର। ସମସ୍ତଙ୍କର ପାପ ବହୁତ ପାଇଁ ଏବଂ ମନକୁ ଶାନ୍ତି ପାଇଁ ଆଜି ପ୍ରଭୁଙ୍କ ଶରଣାପନ୍ନ ସମସ୍ତେ ଦେଇଛନ୍ତି। କ'ଣ କହିବେ? କେମିତି ସକାଳ ଥିଲା, ପରିବେଶ କେମିତି ଅନୁଭବ କରୁଛନ୍ତି? ନିଶ୍ଚିତ ଭାବରେ ଏକ ମାହୋଲ ସୃଷ୍ଟି ହେଇଛି, ଭକ୍ତିର ପରିବେଶ ସୃଷ୍ଟି ହେଇଛି। ଆଜି ସମସ୍ତଙ୍କ ମନରେ ଆଲୋଡ଼ନ ସୃଷ୍ଟି ହେଇଛି ପ୍ରଭୁଙ୍କୁ ଦେଖିବା ପାଇଁ। ଆପଣ ଦେଖିପାରୁଥିବେ ଭଗବାନଙ୍କର ଦର୍ଶନ ମିଳିଛି। ପାହାଡ଼ ଉପରେ ପ୍ରଭୁ ରାମଚନ୍ଦ୍ର ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ବହୁ ଦିନର ଅପେକ୍ଷା ଥିଲା, ଆଜି ତା ଅନ୍ତ ଘଟିଛି। ଗିରି ଗୋବର୍ଦ୍ଧନ ପାହାଡ଼ ଉପରେ ପ୍ରଭୁ ରାମଚନ୍ଦ୍ର ଆଜି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ତାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି। ଏ ଯେଉଁ ମନ୍ଦିର ବହୁଳମାଳାର ମନ୍ଦିର, ଇଏ କେବଳ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁନି, ଏଠାକାର କାରୁକାର୍ଯ୍ୟ, ଏଠାକାର ମୂର୍ତ୍ତି, ଠାକୁରଙ୍କର ଦର୍ଶନ ପାଇଁ କହିବା ରାଜ୍ୟ ବାହାରୁ ରାଜ୍ୟ ଭିତରେ ମଧ୍ୟ ଲକ୍ଷ ଲକ୍ଷ ଲୋକ ଏହି ସମାଗମ ହୋଇଛନ୍ତି। ଦ୍ୱିତୀୟ ଅଯୋଧ୍ୟା ମିନି ଅଯୋଧ୍ୟା ସୃଷ୍ଟି କରୁଥିବା ଫତେଗଡ଼ ପାହାଡ଼ ଆଜି ଲୋକାର୍ପଣ ହୋଇଛି। ସମସ୍ତଙ୍କ ମଧ୍ୟରେ ଭାବ ସୃଷ୍ଟି ହୋଇଛି, ସେ ରାମମୟ, ସମସ୍ତଙ୍କ ମନରେ ରାମ ରାମ। ମୁଁ ମଧ୍ୟ ଦେଖିପାରୁଥିବେ, ଠାକୁରଙ୍କୁ ଦେଖିଲା ବେଳେ ଆପଣ ଭାବ ବିହ୍ୱଳ ହୋଇ ପଡ଼ିବେ। କାରଣ ଯେଉଁଭଳି ଭାବରେ ପ୍ରଭୁ ରାମଚନ୍ଦ୍ର ପାହାଡ଼ ଉପରେ ବିଜେ ହୋଇଛନ୍ତି, ପ୍ରଭୁଙ୍କୁ ଦର୍ଶନ ଦେଉଛନ୍ତି, ତାଙ୍କ ପ୍ରାଣ ପ୍ରତିଷ୍ଠା ଆଜି ନିଶ୍ଚିନ୍ତ କହିବା ଓଡ଼ିଶା କାହିଁକି ସମଗ୍ର ଦେଶ ଆଜି ରାମମୟ ହୋଇଯାଇଛି। ସମସ୍ତଙ୍କ ମୁଣ୍ଡରେ ସେ ଗୋଟିଏ କଥା, ରାମ ରାମ ରାମ।